ଭିଣେଇ ପାଖରୁ ଗିଆଁ ଖାଇବି ବୋଲି ବହୁତ ମୋର ମନ ହେଉଥିଲା, କିନ୍ତୁ ସୁଯୋଗ ମୋତେ ମିଳୁନଥିଲା। ତ ଥରେ ମୁଁ ଭିଣେଇ ଘରକୁ ଯାଇଥିଲି ଏବଂ ସେହି ସୁବର୍ଣ୍ଣ ସୁଯୋଗ ମୋତେ ମିଳିଯାଇଥିଲା। ମୋ ଭିଣେଇ ମୋତେ 1.5 ଘଣ୍ଟା ଧରି ଏହି ମୋର ବିଆକୁ ପୁରା ଦରଜ କରିଦେଇଥିଲେ ଏବଂ ମୋ ବିଆରୁ ସବୁ ରସ ବାହାର କରି କିପରି ମୋତେ ଶାନ୍ତି କରାଇଥିଲେ, ସେହି ବିଷୟରେ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରୀତି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲ୍ରେ ଆପଣମାନେ ହଟ୍ ଗିଆଁ ଗିଇଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲ୍କୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲ୍ରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ବର୍ତ୍ତମାନ ଜାଣିବା କିପରି ମୁଁ ଭିଣେଇକୁ ପଟାଇ ତାଙ୍କ ପାଖରୁ ଗିଆଁ ଖାଇଥିଲି ଏବଂ ମୋର ବିଆକୁ ପୁରା ଶାନ୍ତି କରାଇଥିଲି। ସେହି ବିଷୟରେ ମୁଁ ଆପଣଙ୍କୁ ଡିଟେଲ୍ସ କହୁଛି। ମୁଁ ଯେତେବେଳେ 7ମ ଶ୍ରେଣୀରେ ପାଠ ପଢ଼ୁଥିଲି ସେତେବେଳେ ମୋ ଅପାର ବାହାଘର ହୋଇଥିଲା। ମୋ ଭିଣେଇ ଦେଖିବାକୁ ଖୁବ୍ ସୁନ୍ଦର, ଲମ୍ବା, ଗୋରା ଏବଂ ବଳିଷ୍ଠ ଚେହେରା। ତାଙ୍କୁ ଯିଏ ବି ଥରେ ଦେଖିବ ତାକୁ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେବ, କାରଣ ସେ ସେମିତି ଜଣେ ପୁରୁଷ ଥିଲେ। ତ ମୁଁ କିନ୍ତୁ ସେତେବେଳେ 7ମ ଶ୍ରେଣୀରେ ପଢ଼ୁଥିଲି। ମୋର ସେମିତି ଶରୀରର ପରିବର୍ତ୍ତନ ହୋଇନଥିଲା, ମୋ ଛାତି ଗୁଡ଼ିକ ସମାନ ଥିଲା, କିନ୍ତୁ ଗିଆଁ ଖାଇବାକୁ ଆସ୍ତେ ଆସ୍ତେ ମନ ହେଉଥିଲା, କିନ୍ତୁ ସୁଯୋଗ ନଥିଲା, କାରଣ ମୋତେ ସେମିତି କେହି ଲୋଭେଲା ଦୃଷ୍ଟିରେ ଚାହୁଁନଥିଲେ। ମୁଁ କିନ୍ତୁ ଭିଣେଇ ପାଖରୁ ଗିଆଁ ଖାଇବାକୁ ମୋର ପ୍ରବଳ ଇଚ୍ଛା ହେଉଥାଏ। ତ ଯେହେତୁ ମୁଁ ଛୋଟ ପିଲା, ତେଣୁ ଭିଣେଇ ମୋତେ ସେମିତି ଦୃଷ୍ଟିରେ କେବେ ଦେଖୁନଥିଲେ। ଏମିତି ବର୍ଷେ 1.5 ବର୍ଷ ଚାଲିଗଲା। ମୋର 9ମ ଶ୍ରେଣୀ ହୋଇଗଲା। 9ମ ଶ୍ରେଣୀ ବେଳକୁ ମୋର ଦୁଧ ଗୁଡ଼ିକ ବଡ଼ ବଡ଼ ହୋଇଗଲା। ସେତେବେଳେ ମୁଁ ମାର୍କ କଲି ଯେ ଭିଣେଇ ମୋ ସହିତ ବହୁତ ଥଟ୍ଟା ମଜା ହେଉଛନ୍ତି, କଥାରେ କଥାରେ ମୋତେ ମୋ ଦେହକୁ ଛୁଇଁ ଦେଉଛନ୍ତି। ଏମିତି ତାଙ୍କର ଆକ୍ଟିଭିଟି ଗୁଡ଼ିକ ଦେଖି ମୁଁ ଜାଣି ନେଇଥିଲି ଯେ ଭିଣେଇ ଆସ୍ତେ ଆସ୍ତେ ମୋ ପ୍ରତି ଆକୃଷ୍ଟ ହେଉଛନ୍ତି। ମୁଁ ବି ସେୟା ଚାହୁଁଥିଲି, କାରଣ ମୋର ପ୍ରବଳ ଇଚ୍ଛା ଥିଲା ଯେ ମୁଁ ଭିଣେଇ ପାଖରୁ ଗିଆଁ ଖାଇବି। ଥରେ କ'ଣ ହେଇଛି ନା, ମୁଁ ଭିଣେଇ ଘରକୁ ଯାଇଥିଲି, ପରୀକ୍ଷା ସରିଯାଇଥିଲା, ତେଣୁ ପାଖାପାଖି 10ରୁ 15 ଦିନ ମୁଁ ଭିଣେଇ ଘରେ ରହିଥିଲି। ଆମେ ଭିଣେଇ, ମୁଁ ଏବଂ ଅପା ଆମେ ତିନିହେଁ ଗୋଟେ ରୁମ୍ରେ ଶୋଉ ଏବଂ ଗୋଟିଏ ପଲଙ୍କରେ ଶୋଉ, କାରଣ ଭଡ଼ା ଘର, ଗୋଟିଏ ମାତ୍ର ରୁମ୍ ଆଉ ଗୋଟିଏ କିଚେନ୍ ରୁମ୍, ତେଣୁ ଗୋଟିଏ ରୁମ୍ରେ ଆମେ ଶୋଉଥାଉ। ଭିଣେଇ ମଝିରେ ଶୋଉଥାନ୍ତି ଆଉ ଅପା ସେପଟରେ, ମୁଁ ଏପଟରେ ଶୋଉଥିଲୁ। ତ ଯେଉଁ ଦିନର କଥା ମୁଁ ଆପଣମାନଙ୍କୁ କହୁଛି, ସେଇଦିନ କ'ଣ ହେଇଛି ନା, ଭୋର ଅପାର ନିଦ ଭାଙ୍ଗିଗଲା ଏବଂ ସେ କ'ଣ କଲା ନା, ଗାଧୋଇବା ପାଇଁ ବାଥରୁମ୍କୁ ଚାଲିଗଲା। ଗାଧୋଇ ଆସି ସେ ସକାଳୁ ସେତେବେଳକୁ ହେଇଯାଇଥିଲା, ତେଣୁ ସେ କ'ଣ କଲା ନା, ଠାକୁର ଘରେ ଯାଇ ଠାକୁର ପୂଜାରେ ଲାଗିଗଲା। ତ ଏହି ମୌକାକୁ ଭିଣେଇ କ'ଣ କଲେ ନା, ସଦୁପଯୋଗ କଲେ। ମୋ ଅପା ଯେତେବେଳେ ବାହାରକୁ ଚାଲି ଯାଇଥିଲା, ଭିଣେଇ ଜାଣିଥିଲେ ଯେ ଅପା ଗାଧୁଆ ପାଧୁଆ ସାରି ଏବଂ ଠାକୁର ପୂଜା ସାରି ପୁନର୍ବାର ଫେରିବାକୁ ତାକୁ 1ରୁ 1.5 ଘଣ୍ଟା ଲାଗିବ। ତେଣୁ ସେ କ'ଣ କଲେ ନା, ମୋ ପଟକୁ ବୁଲି ପଡ଼ି ମୋତେ କୁଣ୍ଢେଇଲେ। ମୁଁ ପ୍ରଥମେ ନିଦରେ ଥିବା ପରି ଅଭିନୟ କଲି। ତାପରେ ଯେତେବେଳେ ସେ ମୋ ସାର୍ଟ ଭିତରେ ହାତ ପୁରେଇ ମୋ
ଦୁଧକୁ ଚିପିବା ପାଇଁ ଲାଗିଲେ ସେତେବେଳେ ମୁଁ କ'ଣ କଲି ନା ମୋ ନିଦ ଭାଙ୍ଗିଗଲା। ତେଣୁ ମୁଁ ଯେତେବେଳେ ତାଙ୍କୁ ଚାହିଁଦେଲି ସେ କ'ଣ କଲେ ନା ହସିଦେଲେ। କହିଲେ, ଆରେ କେତେ ବଡ଼ ବଡ଼ ଦୁଧ ସବୁ ରଖିଛ, ଆଉ ତୁମେ ଦେଖିବା ପାଇଁ ଯାହା ହେଇଛ ମୋତେ ତୁମକୁ କହିବାକୁ ପ୍ରବଳ ଇଚ୍ଛା ହେଉଛି। ମୁଁ ଅଭିନୟ କରି କହିଲି, ନା ନା, କାରଣ ଅପା ଆସିଯିବ, କାଳେ କ'ଣ ଅସୁବିଧା ହେଇଯିବ। ସେ କହିଲେ, ନା ନା, ଅପା ତୋର ଆସିବ ନାହିଁ, କାରଣ ପାଖାପାଖି ଘଣ୍ଟେରୁ 1.5 ଘଣ୍ଟା ପରେ ଯାଇ ଅପା ଫେରିବ। ସେତେବେଳକୁ ଆମେ କାମ ସାରି ଦେଇଥିବା। ତଥାପି ମୁଁ ମନା କରୁଥିଲି ଉପରେ ଉପରେ। ତାପରେ ସେ କ'ଣ କଲେ ନା ମୋ ଦୁଧକୁ ମୁହଁ ମାରିଲେ ଏବଂ ତାଙ୍କ ଜିଭରେ ମୋ ଦୁଧକୁ ଚାଟିଲେ। ଦୁଧର ମୁଣ୍ଡିକୁ ତାଙ୍କ ଜିଭରେ ଲଗାଇ ସଲସଲ କଲେ। ମୁଁ ସେତେବେଳେ ବହୁତ ମଜା ଲାଗୁଥିଲା। ମୋତେ ଏତେ ମଜା ଲାଗୁଥିଲା ମୁଁ ତାହାକୁ ବର୍ଣ୍ଣନା କରିପାରିବି ନାହିଁ। ତାପରେ ସେ ଆସ୍ତେ ଆସ୍ତେ କ'ଣ କଲେ ନା ମୋ ପ୍ୟାଣ୍ଟଟିକୁ ତଳକୁ ଟାଣିଦେଲେ ଏବଂ ମୋ ଦେହରେ ହାତ ବୁଲାଇଲେ। କିଛି ସମୟ ସେ ମୋ ଦେହରେ ହାତ ବୁଲାଇ ସାରିଲା ପରେ ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ କ'ଣ କଲି ନା ଭିଣେଇକୁ ଜାବୁଡ଼ି ଧରିଲି ଏବଂ ତାଙ୍କ ବାଣ୍ଡକୁ ହାତରେ ଧରି ହଲେଇବାକୁ ଲାଗିଲି। ଭିଣେଇ କହିଲେ, ଆରେ ହାତରେ କ'ଣ ତୁମେ ଏମିତି ହଲଉଛ? ତୁମ ଅପା ଏମିତି ମୋ ବାଣ୍ଡକୁ ତା ପାଟିରେ ନେଇ ଚାଟେ, ତୁମେ ସେମିତି ଚାଟ। ମୁଁ ବି ସେୟା କଲି। ସେ କ'ଣ କଲେ ନା ସିଧା ମୋ ଛାତି ଉପରେ ଆସି ବସି ପଡ଼ିଲେ ଏବଂ ତାଙ୍କର ବାଣ୍ଡଟିକୁ ମୋ ପାଟି ପାଖରେ ଆଣି ରଖିଦେଲେ। ତେଣୁ ମୁଁ ଆଇସ୍କ୍ରିମ୍ ଖାଇଲା ଭଳିଆ ତାଙ୍କ ବାଣ୍ଡକୁ ଖାଲି ଚାଟି ଚାଲିଲି। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ମୁଁ ସେମିତି ତାଙ୍କର ବାଣ୍ଡକୁ ଚାଟିଲି। ତାପରେ ସେ କ'ଣ କଲେ ନା ମୋ ଦେହରେ ତାଙ୍କ ମୁହଁ ଲଗାଇଦେଲେ ଏବଂ ତାଙ୍କ ଜିଭରେ ମୋ ଦିହକୁ ଚାଟିବା ପାଇଁ ଲାଗିଲେ। ସେ ଯେତେବେଳେ ମୋ ଦିହକୁ ଚାଟୁଥିଲେ ମୋତେ ଲାଗୁଥିଲା ମୁଁ ଯେମିତି ସ୍ୱର୍ଗ ସୁଖ ପାଇଯାଉଛି। କାରଣ ମୋତେ ଏତେ ମଜା ଲାଗୁଥିଲା ମୁଁ ଆପଣଙ୍କୁ ସେ କଥା କହିପାରିବି ନାହିଁ। ଏମିତି କିଛି ସମୟ ଚାଟି ସାରିଲା ପରେ ସେ ତାପରେ ତାଙ୍କର ବାଣ୍ଡରେ ଛେପ ଲଗାଇଲେ ଏବଂ ମୋ ଦିହରେ ମଧ୍ୟ ଟିକେ ଛେପ ଲଗାଇଲେ ଏବଂ ତାଙ୍କର ସେଇ ଲମ୍ବା ବାଣ୍ଡକୁ ମୋ ଦିହରେ ପଶିବା ପାଇଁ ଚେଷ୍ଟା କଲେ। ପ୍ରଥମେ ତ ପଶିଲା ନାହିଁ। କିଛି ସମୟ ଚେଷ୍ଟା କରିସାରିଲା ପରେ ତାଙ୍କର ବାଣ୍ଡଟି ମୋ ଦିହ ଭିତରେ ପଶିଗଲା। ଯେତେବେଳେ ମୋ ଦିହ ଭିତରେ ତାଙ୍କ ବାଣ୍ଡଟି ପଶିଲା ମୋତେ ବହୁତ ଯନ୍ତ୍ରଣା ଲାଗିଲା। ମୁଁ ପାଟି ଚିଲେଇବା ପାଇଁ ଚେଷ୍ଟା କରୁଥିଲି, କିନ୍ତୁ ସେ ମୋ ପାଟିରେ ହାତ ଦେଇଦେଲେ ଏବଂ କହିଲେ, ପାଟି କର ନାହିଁ, କିଛି ସମୟ ପରେ ସବୁ ଠିକ୍ ହେଇଯିବ। ତୁମକୁ ବହୁତ ମଜା ମୁଁ ଆଜି ଦେବି, ତେଣୁ ଟିକେ କଷ୍ଟ ତ ସହିବା ପାଇଁ ପଡ଼ିବ। ଏଇ କଥା କହି ସେ ଆସ୍ତେ ଆସ୍ତେ ତାଙ୍କ ବାଣ୍ଡକୁ ହଲେଇବାକୁ ଲାଗିଲେ। ପ୍ରଥମେ ମୁଁ ତାଙ୍କ ପେଟକୁ ଉପରକୁ ଠେଲି ରଖିଥିଲି, କାରଣ ମୋତେ ବହୁତ କଷ୍ଟ ଲାଗୁଥିଲା। କିନ୍ତୁ ସେ ଯେତେବେଳେ ହାଲକା ହାଲକା ହଲେଇବା ଆରମ୍ଭ କଲେ ତାପରେ ମୋତେ ବି ମଜା ଲାଗିଲା, କଷ୍ଟ ଆଉ ଜଣାପଡ଼ିଲା ନାହିଁ। କିଛି ସମୟ ପରେ ମୁଁ ତାଙ୍କ ପେଟରୁ ହାତ କାଢ଼ି ଆଣିଲି ଏବଂ ତାଙ୍କ ପିଚାକୁ ଚାପି ଧରିଲି ଯେ ଆହୁରି ଶୀଘ୍ର ଘିଅ, ଆହୁରି ଜୋରରେ ଘିଅ। ଭିଣେଇ କହିଲେ, ଦେଖିଲ, ଏବେ ତ ତୁମେ କହୁଥିଲ ତୁମକୁ ବହୁତ ଯନ୍ତ୍ରଣା ହେଉଛି, କିନ୍ତୁ ତୁମେ ଏବେ କହୁଛ ମୋତେ ଆହୁରି ଜୋରସେ ଘିଅ। ମୁଁ କହିଲି, ଭିଣେଇ, ତୁମେ କିଛି କଥା କୁହ ନାହିଁ, ତୁମେ ଖାଲି ମୋତେ ଘେଇଁ ଚାଲ। କାରଣ ମୋର ବହୁତ ଦିନର ଆଶା ଥିଲା ତୁମ ପାଖରୁ ଘିଅ ଖାଇବା ପାଇଁ। ତେଣୁ ଆଜି ସେ ସୁଯୋଗ ଆସିଛି, ତୁମେ ସେ ସୁଯୋଗକୁ ହାତଛଡ଼ା କର ନାହିଁ। ତୁମେ ଯେତେ ପାରୁଛ ମୋତେ ଘେଇଁ ଚାଲ। ଆଉ ଏମିତି ଘିଅ ତୁମେ ମୋତେ ପ୍ରତ୍ୟେକ ଦିନ ଘେଇଁବ, କାରଣ ତୁମର ଘିଅ ପାଇବା ପାଇଁ ମୁଁ 7ମ ଶ୍ରେଣୀରୁ ଆଶା କରି ବସିଛି। ତେଣୁ ଆଜି ପାଖରୁ ଯେଉଁ ଘିଅ ତୁମେ ଆରମ୍ଭ କଲ, କଥା ଦିଅ
ମୋତେ ପ୍ରତ୍ୟେକ ଦିନ ଏମିତି ଘେହିବ। ଭିଣେଇ ମୁରୁକି ହସିଦେଲେ, କହିଲେ ଠିକ୍ ଅଛି, ତୁମକୁ ଆଜି ପାଖରୁ ମୁଁ ସବୁଦିନ ଘେହିବି। ଏଇ କଥା କହି ସେ ନିର୍ଦ୍ଧୁମ ଭାବରେ ଘେହି ଚାଲିଲେ। ଏମିତି ଘିଆଁ ଘିଁ ହେଉଥିବା ସମୟରେ ମୋ ଦେହରୁ ସବୁ ରସ ବାହାରିଗଲା ଏବଂ କିଛି ସମୟ ପରେ ମୋ ଭିଣେଇର ଗାଣ୍ଡରୁ ମଧ୍ୟ ସବୁ ରସ ବାହାରିଗଲା। ଆମେ ଦୁଇ ଜଣ କଣ୍ଡା କଣ୍ଡି ହୋଇ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ଶୋଇଲୁ। ତାପରେ ଅପାର ଆସିବା ସମୟ ହେଇଯିବାରୁ ଆମେ ଉଠିପଡ଼ି ଯିଏ ଯାହାକୁ ସଜାଡ଼ି ନେଲୁ। ସେଇଦିନ ପାଖରୁ ଆମେ ଏମିତି ବହୁତ ଥର ଗିଆଁ ଗିଁ ହେଇଛୁ। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।